ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ସରୋଜ ଲେଙ୍କାଙ୍କର ଜନ୍ମଦିବସ ଉପଲକ୍ଷେ ସାଇ ପରିବାରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହେଲା ମେଗା ରକ୍ତଦାନ ଶିବିର। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଯୁବ ନେତା ସରୋଜ ଲେଙ୍କାଙ୍କର ଜନ୍ମଦିବସ ଉପଲକ୍ଷେ ସାଇ ପରିବାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ଶିବିରକୁ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ବରିଷ୍ଠ କଂଗ୍ରେସ ନେତା ତଥା କାଉନସିଲର ପଦ୍ମଲୋଚନ ଲେଙ୍କା ଏବଂ ସରୋଜଙ୍କର ମାତା ସ୍ନେହଲତା ଲେଙ୍କା ପ୍ରମୁଖ ଉଦ୍ଘାଟନ କରିଥିଲେ। 1973 ମସିହା ଡିସେମ୍ବର 25 ତାରିଖ ଦିନ ସରୋଜ ଜନ୍ମଗ୍ରହଣ କରିଥିବା ବେଳେ ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମଦିବସରେ ସାମାଜିକ କାର୍ଯ୍ୟ ହାତକୁ ନିଆଯାଇଥାଏ ବୋଲି ତାଙ୍କର ପିତା ତଥା କାଉନସିଲର ପଦ୍ମଲୋଚନ ଲେଙ୍କା ପ୍ରକାଶ କରିଥିଲେ। ରକ୍ତଦାନ ଭଳି ମହତ୍ ଦାନ କାର୍ଯ୍ୟ କରି ଅନ୍ୟମାନଙ୍କର ଜୀବନ ବଞ୍ଚାଇବା ପାଇଁ ଏହିଭଳି କାର୍ଯ୍ୟକ୍ରମ ହାତକୁ ନେବା ବେଶ୍ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଥିଲେ। ସାଇ ପରିବାରର ସଭାପତି ଶ୍ରୀକାନ୍ତ ବୁଗୁଡାଇ ଏଥିରେ ପୌରୋହିତ୍ୟ କରିବା ସହିତ ରକ୍ତଦାନ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ସଞ୍ଜୀବ ଗିରି, ଯୁବ କଂଗ୍ରେସ ଜିଲ୍ଲା ସଭାପତି ରଞ୍ଜନ ଦାସ, ଗୋପୀନାଥ ପାଢୀ, ଅର୍ଚ୍ଚନା ନନ୍ଦୀ, ଶେଖ ଅସଗର ଅଲି, ସାହେବା ଅଖତର, ଲୋକନାଥ ରାଉଳ, ଜ୍ଞାନେନ୍ଦ୍ର ମହାନ୍ତି, ଶେଖ ଶମସୁଦ୍ଦିନ, କମରୁଲ୍ଲି ଖାନ, ବିଦ୍ୟାଧର ମହାନ୍ତି, ଶେଖ ମେହମୁଦ ପ୍ରମୁଖଙ୍କ ସମେତ ସଂଖ୍ୟାଧିକ ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ପଞ୍ଚାୟତର ଦଳୀୟ ସଭାପତି ଉପସ୍ଥିତ ଥିଲେ। 25 ତାରିଖ ସନ୍ଧ୍ୟାରେ ବାଲେଶ୍ୱରରେ ଥିବା ସମସ୍ତ ଜରାଶ୍ରମ ଏବଂ ଚାନ୍ଦିପୁରରେ ଥିବା ଆଶ୍ରମରେ ଖାଦ୍ୟ ବଣ୍ଟନ ସହ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। सेंट जॉन कॉलेज ऑफ नर्सिंग एंड पैरामेडिकल्स रे एडमिशन चली। बैचलर ऑफ फिजियोथेरापी बा बीपीडी कोर्स पई जोगाजोग करंतु। सेंट जॉन कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर।